ଯମୁନାପଶିରେ ଅନୁଷ୍ଠିତ ହୋଇଯାଇଛି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତର ବିଷୟପାଠ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପାଟଣା ବ୍ଲକ ଚେୟାରମ୍ୟାନ ସୁକାନ୍ତି ନାୟକ, ବିଡିଓ ମାନସ କୁମାର ଦଣ୍ଡପାଠ, ଏବିଡିଓ ଚିତ୍ତରଞ୍ଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧ ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟଚରଣ ଦେହୁରୀଙ୍କ ସହିତ ସ୍ଥାନୀୟ ସରପଞ୍ଚ ଶଶିଭୂଷଣ ନାୟକ ଉପସ୍ଥିତ ରହିଥିଲେ। ଏହି ଶିବିରରେ ବିଭିନ୍ନ ବିଭାଗର ପଞ୍ଜୀକରଣ କରିବା ଆବଶ୍ୟକତା ସହିତ ଡାକ୍ତରୀ ପରୀକ୍ଷାର ପରାମର୍ଶ କରିଥିଲେ। ସୁସ୍ଥ ସମାଜ ଗଠନ କରିବା ପାଇଁ ହେଲେ ପ୍ରଥମତଃ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରତି ମଣିଷକୁ ଏକ ନିରୋଗ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ସୁଧାର ଆଣିଲେ ଏକ ସୁନ୍ଦର ରାଷ୍ଟ୍ର ସହିତ ସୁନ୍ଦର ସମାଜ ଗଠନ ହୋଇ ସମାଜର ଉନ୍ନତି ଘଟି ପାରିଥାଏ। ସେସବୁକୁ ଦୃଷ୍ଟିରେ ରଖି ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଖୁବ୍ ଗୁରୁତ୍ୱ ବହନ କରିପାରିବ ବୋଲି ବିଶ୍ୱାସ ରହିଛି। ଅସ୍ଥି ଶଲ୍ୟ, କର୍ଣ୍ଣ, ନାସା, ଗଳା, ଚକ୍ଷୁ ଓ ମାନସିକ ରୋଗ ପାଇଁ ଅଲଗା ଅଲଗା ପଞ୍ଜୀକରଣ କକ୍ଷ ସ୍ଥାପନ କରାଯାଇଥିଲା। ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ଭିନ୍ନକ୍ଷମମାନଙ୍କ କାଗଜାତ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ନେବାର ସୁବନ୍ଦୋବସ୍ତ କରାଯାଇଥିଲା। ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଏବଂ ଆବଶ୍ୟକ ପରାମର୍ଶ ପ୍ରଦାନ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସୌଜନ୍ୟରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ନିୟୋଜିତ କରାଯାଇଥିଲା। ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ 1500ରୁ ଅଧିକ ଭିନ୍ନକ୍ଷମ ଉପସ୍ଥିତ ରହି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିବା ଜଣାପଡ଼ିଛି। ଉପସ୍ଥିତ ରହିଥିବା ସମସ୍ତ ଭିନ୍ନକ୍ଷମମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଦେବା ଓ ବସ୍ ପାସ୍ ତଥା ଭତ୍ତା ଦେବା ପାଇଁ ଆବେଦନପତ୍ର ମଧ୍ୟ ଏହି ଶିବିରରେ ଗ୍ରହଣ କରାଯାଇଥିଲା। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସମାଜରେ ଜଣେ ସୁସ୍ଥ ନାଗରିକ ହୋଇ ବଞ୍ଚି ରହିବାର ଅଧିକାର ଥିବା ଭିନ୍ନକ୍ଷମମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଜରୁରୀ ରହିଥିବାରୁ ତାଙ୍କ ପ୍ରତି ସମସ୍ତଙ୍କ ସହଯୋଗ ଭାବନା ରହିବା ନିହାତି ଆବଶ୍ୟକ। ଦେଶରେ ଅନେକ ଭିନ୍ନକ୍ଷମ ରହିଥିବା ବେଳେ ତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ରହିଛି। ଭିନ୍ନକ୍ଷମମାନଙ୍କ ପ୍ରତି ସମସ୍ତ ସୁବିଧା ଏବଂ ସମସ୍ତ ସୁଯୋଗରୁ ଯେମିତି ବଞ୍ଚିତ ନ ରୁହନ୍ତି ସେଥିପାଇଁ ସରକାର ତରଫରୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛି। ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଭିନ୍ନକ୍ଷମ ବ୍ୟତୀତ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଶିବିର ଅନୁଷ୍ଠିତ ହୋଇଥିବା ଯୋଗୁଁ ଆଖପାଖ ଲୋକଙ୍କ ମନରେ ଆଗ୍ରହ ପ୍ରକାଶ ପାଉଥିବା ଦେଖିବାକୁ ମିଳିଥିଲା। ଭିନ୍ନକ୍ଷମମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଅନେକ କିଛି ଯୋଜନା କରାଯିବ ବୋଲି ଜଣାପଡ଼ିଛି। ଏହି ଶିବିର ଦ୍ୱାରା ଅନେକ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପକୃତ ହୋଇପାରିବେ ବୋଲି ସାମର୍ଥ୍ୟ ଶିବିରରେ ଜଣାପଡ଼ୁଥିଲା। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।